ଅଳସୁଆ ରାଜା। ଏକ ସମୟର କଥା। ଜଣେ ରାଜା ଥିଲେ। ସେ ରାଜା ବହୁତ ଅଳସୁଆ ଥିଲେ। ଏହି କାରଣରୁ ସେ ରାଜ୍ୟରେ ଯେଉଁ ପ୍ରଜାମାନେ ଥିଲେ ସେମାନେ ତାଙ୍କ ରାଜା ଉପରେ ଖୁସି ନଥିଲେ। କାହିଁକି ନା ସେ ରାଜ୍ୟ ବିଷୟରେ କୌଣସି କଥା ଭାବୁନଥିଲେ, ନା ସେ ନିଜ ରାଜ୍ୟରେ ଭଲ କାମ କରୁଥିଲେ। ସେ ରାଜାଙ୍କର କେବଳ 3ଟି କାର୍ଯ୍ୟ ଥିଲା: ଖାଇବା, ପିଇବା, ଆରାମ କରିବା। ଆସ୍ତେ ଆସ୍ତେ ଦରବାରର ସମସ୍ତ ମନ୍ତ୍ରୀ ଚିନ୍ତିତ ହେଉଥିଲେ ରାଜାଙ୍କର ଏହି ଅଭ୍ୟାସ ଯୋଗୁଁ। ଏହି ଅଭ୍ୟାସ କାରଣରୁ ରାଜାଙ୍କର ଓଜନ ଏତେ ବଢ଼ିଯାଇଥିଲା କି ତାଙ୍କୁ ବିଛଣାରୁ ମଧ୍ୟ ଉଠାଯାଇ ପାରୁନଥିଲା। ଶତ୍ରୁ ଦେଶର ଯେଉଁ ଲୋକ ଥିଲେ ସେମାନେ ମଧ୍ୟ ରାଜାଙ୍କର ମଜାକ ଉଡ଼ାଉଥିଲେ। ଗୋଟିଏ ଦିନ ରାଜାଙ୍କୁ ନିଜର ଅବସ୍ଥା ଦେଖି ଲଜ୍ଜା ଅନୁଭବ ହେଲା। ସେ ଭାବିଲେ, ଏମିତିରେ ମୁଁ ବର୍ବାଦ ହୋଇଯିବି। ମୋତେ ପୁଣି ନିଜକୁ ଆଗ ପରି ଆକ୍ଟିଭ ଏବଂ ଫିଟ୍ ହେବାକୁ ପଡ଼ିବ। ସେ ତୁରନ୍ତ ରାଜ୍ୟରେ ଖବର ପ୍ରସାର କଲେ କି ମୋତେ ପୁଣି ଥରେ ଯିଏ ଫିଟ୍ ଓ ଆକ୍ଟିଭ କରିଦେବ ତାକୁ ମୁଁ ବହୁତ ବଡ଼ ପୁରସ୍କାର ଦେବି। ତାପରେ ସେ ରାଜ୍ୟର ସମସ୍ତ ବୈଦ୍ୟ ଲାଗିପଡ଼ି ଚେଷ୍ଟା କରିବା ଆରମ୍ଭ କଲେ। ସେମାନେ କେତେ ପ୍ରକାର ଜଡ଼ିବୁଟି ରାଜାଙ୍କୁ ଦେଲେ, କିନ୍ତୁ ରାଜାଙ୍କ ଉପରେ ସେ ଜଡ଼ିବୁଟିର କୌଣସି ପ୍ରଭାବ ପଡ଼ିଲା ନାହିଁ। ଓଲଟା ରାଜାଙ୍କ ଓଜନ କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଲା। ସେହି ସମୟରେ ଜଣେ ରାଜାଙ୍କୁ କହିଲା କି ଆପଣଙ୍କୁ ଏ ବିଛଣାରୁ ଉଠି କିଛି ସମୟ ଚାଲିବାକୁ ପଡ଼ିବ। କିନ୍ତୁ ରାଜା ତ ବିଛଣାରୁ ଉଠି ପାରୁନଥିଲେ। ଏହା ପଛରେ ଏକ କାରଣ ଥିଲା। ରାଜା ନିଜେ ସେ ବିଛଣାରୁ ଉଠିବା ପାଇଁ 100% ଚେଷ୍ଟା ହିଁ କରୁନଥିଲେ। ସେ ଖାଲି ଏହା ହିଁ ଭାବୁଥିଲେ କି ମୁଁ କୌଣସି ପ୍ରକାର ଜଡ଼ିବୁଟି ଖାଇ ପୁଣି ଥରେ ଫିଟ୍ ହୋଇଯାଏ। ଏହିପରି ସମୟ ଗଡ଼ି ଚାଲୁଥିଲା, କିନ୍ତୁ ରାଜାଙ୍କ ଉପରେ କୌଣସି ପ୍ରଭାବ ପଡ଼ୁନଥିଲା। ଗୋଟିଏ ଦିନ ସେ ରାଜ୍ୟରେ ଏକ ବୃଦ୍ଧ ସନ୍ଥ ଆସିଥିଲେ। ତାଙ୍କୁ ଯେତେବେଳେ ଜଣାପଡ଼ିଲା ରାଜାଙ୍କ ଓଜନ କମାଇବା କଥା, ତାହା ପୁଣି ଜଡ଼ିବୁଟି ଦ୍ୱାରା, ସେତେବେଳେ ସନ୍ଥ ରାଜାଙ୍କ ସୈନିକଙ୍କୁ କହିଲେ, ମୋ ପାଖରେ ଏମିତି ଏକ ଜଡ଼ିବୁଟି ଅଛି ଯାହାଦ୍ୱାରା ରାଜାଙ୍କ ଓଜନ କମିଯିବ। କିନ୍ତୁ ସିଏ ନିଜେ ମୋ ପାଖକୁ ଚାଲିକରି ଆସିବାକୁ ପଡ଼ିବ, କାରଣ ମୁଁ କୌଣସି ରାଜାଙ୍କ ଦରବାରକୁ ଯାଏ ନାହିଁ। ଏହି ଜଡ଼ିବୁଟି ସେତେବେଳେ କାମ କରିବ ଯେତେବେଳେ ମୁଁ ମୋ ହାତରେ ରାଜାଙ୍କୁ ଖୁଆଇବି। ସୈନିକ ରାଜାଙ୍କୁ ଏହି କଥା ଜଣାଇଲେ। ରାଜା ଖୁସି ହୋଇଗଲେ। କିଏ ତ ଜଣେ ଆସିଲା ଯିଏକି ପ୍ରତିଜ୍ଞା କରି କହୁଛି ମୋ ଓଜନ କମେଇଦେବ ବୋଲି। ରାଜା କହିଲେ, ଜଲ୍ଦି ସେ ବୃଦ୍ଧ ସନ୍ଥକୁ ମୋ ପାଖକୁ ନେଇକି ଆସ। ସେତେବେଳେ ସୈନିକମାନେ କହିଲେ ଯେ ମହାରାଜ, ସେ ସନ୍ଥ ମାନେ ରାଜାଙ୍କ ଦରବାରକୁ ଆସନ୍ତିନି। ଆପଣ ନିଜେ ତାଙ୍କ ପାଖକୁ ଚାଲିକରି ଯିବାକୁ ପଡ଼ିବ। ଏହା ଶୁଣି ରାଜା ରାଗିଗଲେ ଏବଂ କହିଲେ, ଇଏ କ'ଣ ମଜାକ ଅଟେ? ମୁଁ ତ ଉଠି ବି ପାରୁନାହିଁ, ପୁଣି ମୁଁ ଚାଲିକରି ତାଙ୍କ ପାଖକୁ କିପରି ଯିବି? ସେତେବେଳେ ମନ୍ତ୍ରୀ ରାଜାଙ୍କୁ କୌଣସି ପ୍ରକାର ବୁଝାଇ କହିଲେ କି ମହାରାଜ, ଇଏ ଆପଣଙ୍କ ପାଖରେ ଶେଷ ମଉକା, ଚେଷ୍ଟା ତ କରନ୍ତୁ। କେତେ ଦିନର ଚେଷ୍ଟା ପରେ ରାଜା ନିଜେ ବିଛଣାରୁ ଉଠିବାକୁ ଚେଷ୍ଟା ଏବଂ ସୈନିକଙ୍କ ସାହାଯ୍ୟରେ ଚାଲିକରି ସେ ସନ୍ଥଙ୍କ କୁଟୀରକୁ ଯିବାକୁ ବାହାରିଲେ। ସେ ସନ୍ଥଙ୍କ ଘରେ ପହଞ୍ଚିବା ପରେ ରାଜା ଜାଣିବାକୁ ପାଇଲେ ଯେ ସନ୍ଥ ବାହାରକୁ ଯାଇଛନ୍ତି। ରାଜାଙ୍କୁ ସେ ଜଡ଼ିବୁଟି ଖାଇବାକୁ ହେଲେ କାଲି ଆସିବାକୁ ପଡ଼ିବ। ଏହା ଶୁଣି ରାଜାଙ୍କୁ ବହୁତ ରାଗ ଲାଗୁଥିଲା, କିନ୍ତୁ ସେ ଅସହାୟ ଥିଲେ। ପରଦିନ ପୁଣି ସେ ଚାଲିକରି ସନ୍ଥଙ୍କ ଘରେ ପହଞ୍ଚିଲେ। ସେ ବୃଦ୍ଧ ସନ୍ଥ ସାଙ୍ଗେ ସାଙ୍ଗେ ରାଜାଙ୍କ ପାଇଁ ଜଡ଼ିବୁଟି ପ୍ରସ୍ତୁତ କଲେ। କିଛି ମନ୍ତ୍ର ପଢ଼ି ରାଜାଙ୍କୁ ଖୁଆଇଲେ। କହିଲେ, ଆପଣଙ୍କୁ 1 ମାସ ମୋ ପାଖକୁ ଏମିତି ଆସିବାକୁ ପଡ଼ିବ। ରାଜା ମଜବୁରିରେ ହଁ କରିଲେ ଓ ସେଠାରୁ ଚାଲିଗଲେ। ଏମିତି ପୁଣି 1 ମାସ ଚାଲୁ ରହିଲା।
ଓ ଧୀରେ ଧୀରେ ରାଜା ଅନୁଭବ କଲେ କି ତାଙ୍କ ଓଜନ ଏବେ କମିବାରେ ଲାଗିଛି। ସେ ସନ୍ଥକୁ ପଚାରିଲେ, ଏ ଜଡ଼ିବୁଟିର ନାମ କ'ଣ ଓ ଏହା କିପରି ତିଆରି ହେଉଛି? ଆମ ରାଜ୍ୟରେ ଯେଉଁ ବୈଦ୍ୟ ଅଛନ୍ତି ତାଙ୍କୁ ବି ଏହା ଶିଖାନ୍ତୁ। ଏହା ଶୁଣି ସେ ବୃଦ୍ଧ ସନ୍ଥ ଜଣକ କହିଲେ, ଏ କୌଣସି ଜଡ଼ିବୁଟି ନୁହେଁ, ଏ ତ ସାଧା ପାଣି ଅଟେ, ଯାହା ମୁଁ ଆପଣଙ୍କୁ 1 ମାସ ହେବ ଦେଉଛି। ଏହା ଶୁଣି ରାଜା ଆଶ୍ଚର୍ଯ୍ୟ ହୋଇଗଲେ। ସେହି ସମୟରେ ସନ୍ଥ ରାଜାଙ୍କୁ କହିଲେ, ଆପଣ ମୋର କୌଣସି ଜଡ଼ିବୁଟିରେ ଠିକ୍ ହୋଇନାହାନ୍ତି, ବରଂ ଆପଣ ନିଜ ସକାଶୁ ନିଜେ ଠିକ୍ ହୋଇଛନ୍ତି। ଆପଣ ଯେଉଁ 1 ମାସ ହେବ ଏଠାକୁ ଚାଲିକରି ଆସୁଛନ୍ତି, ଏହା ତା'ର ରେଜଲ୍ଟ। ସେହି କାରଣରୁ ଆପଣ ସୁସ୍ଥ ଓ ଫିଟ୍ ହୋଇପାରିବେ। ବନ୍ଧୁଗଣ, ଏହି କାହାଣୀରୁ ଆମେ ଶିଖିଲେ ଯେ ଯେତେବେଳେ ପର୍ଯ୍ୟନ୍ତ ମନୁଷ୍ୟ ଉପରେ କୌଣସି ଦାୟିତ୍ୱ ଆସିନି ବା ତା ଜୀବନରେ କୌଣସି ଚ୍ୟାଲେଞ୍ଜ ଆସିନି, ସେତେବେଳେ ପର୍ଯ୍ୟନ୍ତ ସେ ଆଳସ୍ୟରେ ବୁଡ଼ି ରହିଥାଏ। ରାଜାଙ୍କ କାହାଣୀରୁ ଆମକୁ ଏହି ଶିକ୍ଷା ମିଳିଲା ଯେ ଯଦି ତାଙ୍କୁ ମଜବୁର କରାଯାଇନଥାନ୍ତା, ତେବେ ସେ କେବେ ନିଜ ବିଛଣାରୁ ଉଠି ପାରିନଥାନ୍ତେ। ମଣିଷ ସେତେବେଳେ ଆରାମଦାୟକ ଜୀବନରୁ ବାହାରିଥାଏ ଯେତେବେଳେ ତାକୁ ହାଲାତ ମଜବୁର କରିଥାଏ ଓ ପରିଶ୍ରମ ଏବଂ ବାରମ୍ବାର ଚେଷ୍ଟା ହିଁ ଏହି ସମସ୍ୟାର ସମାଧାନ ହୋଇଥାଏ, ନା ତ କୋଇ ସର୍ଟକଟ୍ ବା ଅନ୍ୟର ସାହାଯ୍ୟ। ଆଶା କରୁଛି ଆଜିର କାହାଣୀଟି ଆପଣମାନଙ୍କୁ ନିଶ୍ଚୟ ପସନ୍ଦ ଆସିଥିବ। ଯଦି କାହାଣୀଟି ଭଲ ଲାଗୁଥାଏ ଆପଣମାନେ ଭିଡ଼ିଓଟିକୁ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବାକୁ ଆଦୌ ଭୁଲିବେନି। ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରିବେ, ଯାହାଦ୍ୱାରା ମୋ ଭିଡ଼ିଓର ପ୍ରଥମ ନୋଟିଫିକେସନ୍ ଆପଣମାନେ ପାଇପାରିବେ। ରହିଲି, ପୁଣି ଦେଖା ହେବ ଆଉ ଏକ ସୁନ୍ଦର କାହାଣୀ ସହ। ଜୟ ଜଗନ୍ନାଥ।